ଏକ ଶାନ୍ତ ଜଙ୍ଗଲଟିଏ ଥିଲା। ସେଠି ଗୋଟେ ମାଙ୍କଡ଼, ଗାଈ, କୁକୁର ଓ କିଛି ଚଢ଼େଇମାନେ ରହୁଥିଲେ। ସେଠାରେ ସମସ୍ତେ ନିଜେ ନିଜର କାମ କରିବାରେ ବ୍ୟସ୍ତ ରହୁଥିଲେ। କେହି କାହା ସହିତ ଅଧିକ କଥାବାର୍ତ୍ତା କରୁନଥିଲେ। ଯାହାର କିଛି ଦରକାର ପଡ଼ୁଥିଲେ ସେ ହିଁ ତା ସହିତ କଥା ହେଉଥିଲେ। ଦିନେ କ'ଣ ହେଲା ନା, ଖୁବ୍ ଜୋରରେ ଝଡ଼ ତୋଫାନ ସହିତ ବର୍ଷା ଆସିଲା। ଏତେ ଜୋରରେ ପବନ ହେଲା ଯେ ସବୁ ଗଛ ତଳେ ପଡ଼ି ଭାଙ୍ଗିଗଲା। ଆଉ ପକ୍ଷୀମାନେ ଯେଉଁ ବସା ବନେଇଥିଲେ ତାହା ମଧ୍ୟ ଭାଙ୍ଗିକି ତଳେ ପଡ଼ିଗଲା। ଛୋଟ ଛୋଟ ଚଢ଼େଇର ପିଲାମାନେ ଏହା ଦେଖି ଭାରି ଜୋରରେ କାନ୍ଦିବାକୁ ଲାଗିଲେ। ଆଉ ମାଙ୍କଡ଼ ଏହା ଦେଖି ସହି ନ ପାରି ଶୀଘ୍ର ଯାଇ ଗଛ ଉପରକୁ ଚଢ଼ି ଛୋଟ ଛୋଟ ଘାସ କାଠି କୁଟା ସବୁ ସଂଗ୍ରହ କରି ଚଢ଼େଇମାନଙ୍କ ପାଇଁ ବସାଟିଏ ବନାଇଦେଲା। ଆଉ ଗାଈ ମଧ୍ୟ ନିଜ ଶରୀରର ଛାୟା ଦେଇ ପିଲାମାନଙ୍କୁ ବର୍ଷା କବଳରୁ ବଞ୍ଚାଇଲା। କୁକୁର ଚାରିପଟେ ଘୁରି ଘୁରି ସମସ୍ତଙ୍କୁ ଝଡ଼ ତୋଫାନକୁ ନ ଡରି କିପରି ତାର ସମ୍ମୁଖୀନ କରିପାରିବା ସେଇଥିପାଇଁ ସମସ୍ତଙ୍କୁ ସାବଧାନ କରାଉଥିଲା। ଏବଂ ଝଡ଼ ବର୍ଷା ଶାନ୍ତ ହେଲା ପରେ ମା ଚଢ଼େଇଟି କାନ୍ଦି କାନ୍ଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲା। କହିଲା, ତୁମମାନଙ୍କ ସାହାଯ୍ୟ ପାଇଁ ଆଜି ମୋ ପିଲାମାନେ ସୁରକ୍ଷିତ ହୋଇ ରହିପାରିଲେ। ସେହି ଦିନଠାରୁ ଜଙ୍ଗଲରେ ସବୁଠି ଗୋଟିଏ ନିୟମ ହେଲା କି ଜଙ୍ଗଲରେ ଯେକୌଣସି ପଶୁପକ୍ଷୀ ଅସୁବିଧାରେ ଥାଆନ୍ତୁ ନା କାହିଁକି, ସମସ୍ତେ ଯାଇ ତାଙ୍କର ସାହାଯ୍ୟ କରିବେ। ପରଠୁ ଜଙ୍ଗଲରେ ସମସ୍ତେ ଏକାଠି ମିଳିମିଶି ରହିଲେ ଆଉ ଜଙ୍ଗଲ ମଧ୍ୟ ଅଧିକ ସୁନ୍ଦର ହେବାକୁ ଲାଗିଲା। ଏଥିରୁ ଆମେ କ'ଣ ଶିଖିଲେ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।